ମୁଁ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଟୁନା ନାୟକ। ଆଜିର ମୁଖ୍ୟ କାରଣ ହେଉଛି ଆମର ଆର୍ଡି ରୋଡ଼ଟା ପୂର୍ବରୁ ଭଲ ଥିଲା, ବୁଝିଲେ କି। ଏବେ ଗୋଟେ 15 ଦିନ ହେଲା ସେମାନେ କାମ ଆସିଛି ବୋଲି କହି ଖୋଳି ଦେଇଛନ୍ତି। ଏଥିରେ ବହୁତ ଲୋକ କ୍ଷତିଗ୍ରସ୍ତ ହେଲେଣି, ଆକ୍ସିଡେଣ୍ଟ ହେଲେଣି, ଦୁର୍ଘଟଣା ହେଲାଣି। ସ୍କୁଲ ପିଲା, କଲେଜ ପିଲା, ମେଡ଼ିକାଲ ଯିବା ଆସିବାରେ ବହୁତ ସମସ୍ୟା ହେଉଛି। ସେ କଣ୍ଟ୍ରାକ୍ଟରକୁ କିମ୍ବା ଆର୍ଡି ଜେଇଙ୍କୁ ବାରମ୍ବାର ଫୋନ୍ କଲେ ମଧ୍ୟ ଫୋନ୍ ରିସିଭ୍ କରୁନାହାନ୍ତି। ଆମର କଣ୍ଟ୍ରାକ୍ଟର ଆଜିକାଲି ଏମିତି ପୁରା ଲିଙ୍ଗରିଂ କରିକି ନେଉଛନ୍ତି। ଏହାଦ୍ୱାରା ବହୁତ ଲୋକଙ୍କର ଅସୁବିଧା ହେଉଛି। ଆର ଏଷ୍ଟିମେଟ୍ କଷ୍ଟ ତା'ର ବୋର୍ଡ଼ ଫୋର୍ଡ଼ର କୌଣସି ମରା ହେଇନି କି କୌଣସି ଜାଣିପାରୁନାହାନ୍ତି ଲୋକ, କିନ୍ତୁ କାମ ହେଇପାରୁନି। କିନ୍ତୁ ପ୍ରଶାସନକୁ ଆମେ ଅନୁରୋଧ କରୁଛୁ, ଏହାର ତୁରନ୍ତ କାର୍ଯ୍ୟଟି ହେଲେ ଆମର ପଞ୍ଚାୟତବାସୀ ବହୁତ ଉପକୃତ ହେବେ। ଦଣ୍ଡପାଣି ପାତ୍ର, ମୋ ଗ୍ରାମ ବନ୍ଥପଲ୍ଲୀ, ପଞ୍ଚାୟତ ବି ବନ୍ଥପଲ୍ଲୀ। ଏ ବନ୍ଥପଲ୍ଲୀ ପଞ୍ଚାୟତର ଇଏ ହେଉଛି ମୁଖ୍ୟ ରାସ୍ତା, ଯେଉଁଟାକି ପଞ୍ଚାୟତବାସୀ ଯେତେ ଗ୍ରାମ ଅଛି 7-8 ଖଣ୍ଡ ଗ୍ରାମର ଲୋକମାନେ ଏଇ ରାସ୍ତା ଦ୍ୱାରା ଯିବା ଆସିବା ବ୍ରହ୍ମପୁର କରନ୍ତି। ଏଥିରେ ଛାତ୍ରମାନେ ମଧ୍ୟ ସ୍କୁଲକୁ ଯିବା ଆସିବା କରନ୍ତି। କଲେଜ ଛାତ୍ରମାନେ ମଧ୍ୟ ଯିବା ଆସିବା କରନ୍ତି। ମେଡ଼ିକାଲ ସ୍ୱାସ୍ଥ୍ୟ ବିଭାଗର ରୋଗୀ ମଧ୍ୟ ଯିବା ଆସିବା କରନ୍ତି। ଯାହାରି ଫଳରେ ଗ୍ରାମର ସମସ୍ତ ଲେବର, ଛାତ୍ର, ଶିକ୍ଷକ ଏହି ମୁଖ୍ୟ ରାସ୍ତାରେ ସଦାସର୍ବଦା ଯିବା ଆସିବା କରନ୍ତି। ଏହି ରାସ୍ତାରେ ଗାଡ଼ି ବାରମ୍ବାର ଖରାପ ହେଲାଣି, ପିଲାମାନଙ୍କର ସାଇକେଲ ବାରମ୍ବାର ଖରାପ ହେଲାଣି। ରୋଡ଼ ରାସ୍ତା ତିଆରି କରିବା ଲୋକକୁ ବାରମ୍ବାର କହିଲେ ମଧ୍ୟ ସେମାନେ କୌଣସି କଥା ଆମର ଶୁଣୁନାହାନ୍ତି। କାଲିକି କରିବା, କାଲିକି ଗାଡ଼ି ଆଇବ, ପରଦିନକୁ ଗାଡ଼ି ଆଇବ, ଏ ପ୍ରକାର ବ୍ୟବହାର ସେମାନେ କରନ୍ତି। ମୁଁ ସୁଶାନ୍ତ କୁମାର ଭୂୟାଁ, ବନ୍ଥପଲ୍ଲୀ ଗ୍ରାମବାସୀ। ଆମର ଏ ରୋଡ଼ର ତ ଆପଣ ଦେଖୁଛନ୍ତି ରୋଡ଼ କେଉଁ ଟାଇପ୍। ପୂର୍ବରୁ ଭଲ ଥିଲା ରୋଡ଼, ଯାହା ଥିଲା କି ବହୁତ ଭଲ ଥିଲା, 55% 60% ଭଲ ଥିଲା। ସେ କଣ୍ଟ୍ରାକ୍ଟ ଆସିଲେ ଆମେ ରୋଡ଼ କାମ କରିବୁ ବୋଲି କଲେ ରୋଡ଼ ଯାହାକି କାମ ହେବ, ହଁ ଆମେ ହେଲେ ଖୁସି ହେଲୁ, ଯାହା ଭଲ ଖରାପ ରୋଡ଼ଟା ଭଲ ହେବ, ବୁଝିଲା ନାହିଁ। ଆଉ ଲୋକମାନେ ଯିବା ଆସିବା କରିବେ, ପିଲାମାନେ, ସ୍କୁଲ ଛାତ୍ର, ତାପରେ ରୋଗୀ ସେବା, ସବୁ ପ୍ରକାର ଲୋକ ଅଛନ୍ତି ଏଇଠି। ଚାଷବାସ, ଏପଟେ ଧାନ ଗାଡ଼ି ସବୁ ଯାଉଛି। ହେଲେ ସେ କହିଲା ଖୋଳିଦେଲା ପଳେଇଲା। ତାପରେ ଗୋଟେ 5 ଦିନ ପରେ ଆମେ ପଚାରିଲୁ, ସାର୍ ଆଉ କ'ଣ ହେଲା? ନା ରାତି ଆମେ କରିଦେବୁ, କିଛି ଅସୁବିଧା ନାହିଁ ବୋଲି କହିଲେ। ମୁଁ କହିଲି ହଉ, ରାତି ତ ଉନ୍ନତି ହେଉଛି, ଆଉ ଉନ୍ନତି ହେବ ନହେଲେ। ତାର ସପ୍ତାହଟା ପରେ କହିଲି କ'ଣ ସାର୍, ତାଙ୍କର ଗୁମସ୍ତା ମଧ୍ୟ ଆମ ଗାଁରେ ରହୁଛନ୍ତି, ବହୁତ ବୟସ୍କ ଲୋକଟା। ତାଙ୍କୁ ମଧ୍ୟ କହିଲେ ହଉ ସାର୍ଙ୍କୁ ମୁଁ କହିଛି, ଆଉ ହେବ। ହେଲେ ହେବ ଏମିତି ହଉ 15 ଦିନ ହେଇଗଲା। ତାଙ୍କ ସାର୍ଙ୍କୁ ଗୋଟେ ଦିନ ମୁଁ ସରଙ୍ଗା ପାଖରେ ପଚାରିଲି, ଆଉ ସାର୍ ଏଇଟା କ'ଣ? ନା କିଛି ଚିନ୍ତା କାଲିକି ହେଇଯିବ। ତାର ଆଉଥରେ ଗୋଟେ 6 ଦିନ ପରେ ପଚାରିଲି, କେବେ ହେବ? ନା କାଲିକି ହେଇଯିବ। ହେଲେ ମୁଁ କହିଥିଲି ସାର୍ କାଲି କେବେ ଆସିବ କାଲି। ଆମର ଲୋକମାନେ ଉନ୍ନତି କେମିତି ହେବେ? ଏବେ ରିସେଣ୍ଟଲି ଗୋଟେ ପରଦିନ ଜଣକୁ ମାରିଲା, ଛୋଟ ପିଲାଟାକୁ ବାଇକ୍ରେ ଗୋଟେ ଲେଡ଼ିଜ୍ ଯଦି ଧରିକି ଗଲା ବୋଲେ ସିଏ ଜାଣିପାରିବ ଯେ କେତେ ଅସୁବିଧା ରୋଡ଼ର। ଆଉ ଯେଉଁ କଣ୍ଟ୍ରାକ୍ଟର କାମ କରୁଛି, ମୁଁ ତାଙ୍କୁ ଅନୁରୋଧ କରୁଛି ଆମ ଗାଁରେ ଆସି ଗୋଟେ 5 ଦିନ ଏ ରୋଡ଼ରେ ଯିବା ଆସିବା କରନ୍ତୁ। ନିଜ ୱାଇଫ୍ ଫ୍ୟାମିଲି ଧରିକିରି ବାଇକ୍ରେ ବସି ଏ ରୋଡ଼ରେ ଯିବେ ଆଉ ଆସିବେ। ମାନେ ତାର କ'ଣ କଷ୍ଟ ତାଙ୍କେ ଜାଣିବେ, ତାଙ୍କେ ଜାଣିପାରୁନାହାନ୍ତି। ତାଙ୍କେ ରହୁଛନ୍ତି ପଦାରେ, ଆମେ ତ ଗାଁ ଭିତରେ ରୋଡ଼ରେ ଯିବା ଆସିବା କରୁଛୁ ନା, ଆମ କଷ୍ଟ ଆମେ ଜାଣୁଛୁ। ସେଥିପାଇଁ ପ୍ରଶାସନକୁ ଅନୁରୋଧ, ଆର ଗୋଟେ ମାନେ ଏ କଣ୍ଟ୍ରାକ୍ଟର ପ୍ରତି ଟିକେ ଧ୍ୟାନ ଦିଆଯାଉ। ରାସ୍ତା ବିଳମ୍ବ ହେଲା ମାନେ ତ ବହୁତ ଭୟାନକ ହେବ, ଆନ୍ଦୋଳନ କରିବୁ। ଆମର ଯେଉଁ ଆମ ଗାଁରେ ଯେତେ ଲୋକ ଅଛନ୍ତି, ଆମର ୟୁଥ୍ ଗ୍ରୁପ୍ ଅଛନ୍ତି, ବୁଝିଲା ନାହିଁ, ସମସ୍ତଙ୍କୁ ଧରି ଆମେ ଆନ୍ଦୋଳନ କରିବା ନିଶ୍ଚୟ କରିବୁ। ଆଉ ଆର ଆର୍ଡି ରୋଡ଼ ଆର ଅଫିସ୍ ମଧ୍ୟ ଯିବୁ, ବୁଝିଲା ନାହିଁ। ଆମର ML ସାର୍ ଅଛନ୍ତି, MP ସାର୍, ସମସ୍ତଙ୍କୁ ଜଣାଇବୁ, ସରପଞ୍ଚକୁ ମଧ୍ୟ ଜଣାଇବୁ। ତାପରେ ଯାହା ହେବ ଦେଖିବେ, ବୁଝିଲା ନାହିଁ। ଆଉ କଣ୍ଟ୍ରାକ୍ଟର ପାଇଁ ଟିକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ, ଏଇଟା ମୁଁ ପ୍ରଶାସନକୁ ବହୁତ ଅନୁରୋଧ କରୁଛି। କାହିଁକି ଏ କଣ୍ଟ୍ରାକ୍ଟର ଆମର ଏ ବାଇପାସ୍ ରୋଡ଼ଠୁ ଧରି ସବୁ କରିଥିଲା, କିନ୍ତୁ ଗୋଟେ 7 ଦିନ 8 ଦିନ ଭିତରେ ପଳେଇଲା। ତାପରେ ଆଉ ଦେଖା ନାହିଁ କଣ୍ଟ୍ରାକ୍ଟର। ଏବେ ପଳେଇ ଆସୁଛି, ଏ ରୋଡ଼ଟା ଖୋଲିଦେଲା, କ'ଣ ଆଜ୍ଞା ଏଇନି ହେଲା? ନା ଏଥର ଭଲ କାମ ହେବ, ଆଉ ଭଲ କାମ ହେବ, କିଛି ଚିନ୍ତା କରୁନ, ରାତି ହେଇଯିବ। ଆଉ ରାତି ତ ରାତି, ଇନି କେତେ ରାତି ଗଲାଣି, କେଉଁ ରାତି ଆସିବ ମୁଁ ହେଲେ ଜାଣିପାରୁନି।